ଆମେ 2022 ମସିହାରେ ଆମେ କିଣିଥିଲୁ। ଆଜି ହେଲାଣି 26 ତାରିଖ ଚାଲିଲାଣି। ଏ ଯୋଉ 3 ବର୍ଷ ଗଲେ ସେ ସାର୍ କୁଆଡେ ଥିଲେ କି ଯୋଉ କାଲେକ୍ଟର ଏବେ ଯଦି ନେଇଛନ୍ତି ସେ ସେତେବେଳେ ଆସେ, ଯେତେବେଳେ ଆମେ ଫାଷ୍ଟ ଘର କଲୁ ସେତେବେଳେ ସେ ଆମକୁ ମନା କଲେନି, ଭାଇ ତମେ ଏଇଟା କରନି, ଆମର ଏଇଟା କେସ୍ ଚାଲିଛି, ଆମକୁ ଏଇ ଜାଗା ଛାଡିବାକୁ ପଡିବ। ଆମକୁ ଯିଏ ଦାନ କରିছে ସିଏ କହିଲା ଯେ ଆମର ଯୋଉ ବିଟି ସାମୁର ଆମକୁ ଦାନ କରି ଯାଇଛି ସେଇ ଜାଗା ଉପରେ କାହାର ଅଧିକାର ନାହିଁ। ତାପରେ ଆମକୁ ଦାନ ଉପରେ ଦେଇ ଯାଇଛନ୍ତି। ଆମେ ଜଣେ ଦାନ ଦେଇଛୁ, ଆମକୁ କିଣି ନାହାନ୍ତି ଆମେ। ଯୋଉ ସାମପୁର ଲୋକ ସିଏ କହିଲେ ନା ଆମର ଏବେ ତ କିଛି ନାହିଁ, ଯେ ଆମର ଏଇ ଜାଗା ଦାନ କରୁଛି, ଆମେ ଆଉ ରହିପାରୁନୁ, ଆଇଥାଉ ତମେ ରହିକିରି ଚଳିଯାଉ। ତାହେଲେ ସେଇ ଜିନିଷ ଯଦି ଆପଣ ଆମେ ଏଇଠି ଘର କରୁଛୁ, ସେତେବେଳେ 2-4ଟା ଘର ଥିଲେ, ସେତେବେଳେ ଆସି ମନା କରିଦେଇଥାନ୍ତ ବାବୁରେ ଏଇ ଜିନିଷ ନାହିଁ ବୋଲି, ତମେ ଏଇ ଜିନିଷ ଉପରେ ଘର କରନି। ଓଇ ସମସ୍ତ 100 ଲୋକ ଘର କଲା ପରେ ଆସେ ତମେ ଟୋଟାଲ ଭାଙ୍ଗି ଦେଇ ପଳେଇଛ। ଯଦି ଭାଙ୍ଗି ଦେଇଛନ୍ତି ଆମକୁ ଆଗ ଡେଟ୍ ଦେଲେନି ବା ଲସ୍ କରିଲେନି। ବିକଳ୍ପ ଆମର ଯାହା କ୍ଷତିପୂରଣ ହେଇଛି ଆମକୁ ଦିଅନ୍ତୁ, ନହେଲେ ଯୋଉଠି ଜାଲ ସ୍ଥାନ କରନ୍ତୁ, ନହେଲେ ଏଇଠି ଆମେ ରହିବୁ। ଏତେବେଳେ ପୁଲିସ ମାଡୁ ଆଉ ମାରୁ ସେଇଟା ଆମେ ବୁଝୁ ସିଧା। ଆମର ନ୍ୟାୟ ନ ହବା ଯାକ ଆମେ ଏଠୁ ଛାଡିଯିବୁନି, ଏତିକି ଆମର କର୍ତ୍ତବ୍ୟ।